ସମସ୍ତଙ୍କୁ ଆମର ଆଉ ଏକ ନୂଆ ଭିଡ଼ିଓରେ ସ୍ୱାଗତ। ଆମେ ପଢ଼ିବା ସପ୍ତମ ଶ୍ରେଣୀର ଆମର ନୂଆ ଇଂରାଜୀ ବହି ଯାହା ହେଉଛି ଜସ୍ମିନ୍। ତାର ଆଜି ଆମେ ପ୍ରଥମ ପାଠ ଆରମ୍ଭ କରିବା। ଦେଖ, ଆପଣମାନେ ତ ଜାଣିସାରିଥିବେଣି ଯେ ଆମର ନୂଆ ବହି ବଦଳି ଯାଇଛି ଆଉ ତା ବହି ଅନୁସାରେ ଆମର ନୂଆ ବହି ଗୁଡ଼ାକ ମଧ୍ୟ ଆସିଯାଇଛି। ତ ଏମିତି କିଛି ପାଠ ଅଛି। ଦେଖ, ୟୁନିଟ୍ 1ରେ 3ଟି ଚାପ୍ଟର, 2ରେ 3ଟି ଚାପ୍ଟର, 3, 4, 5 ଏମିତି ଭାବରେ ଅଛି। ତ ଆଜି ଆମେ କ'ଣ କରିବା, ୟୁନିଟ୍ 1ର ଚାପ୍ଟର ନମ୍ବର 1 ଦ ଡେ ଦ ରିଭର ସ୍ପୋକ୍, ଆମେ ଏ ଚାପ୍ଟରଟି ଆଜି ଆରମ୍ଭ କରିବା। ଠିକ୍ ଅଛି। ଦେଖ, ଯଦି ପାର୍ଟ 1, ପାର୍ଟ 2, ପାର୍ଟ 3 ଏମିତି ଅଛି, ଗୋଟେ ଗୋଟେ ପାର୍ଟକୁ ଆମେ ଗୋଟେ ଗୋଟେ ଭିଡ଼ିଓରେ ସାରିବା। ଆଉ ଏକା ସାଙ୍ଗରେ ୱାନ୍ ସଟ୍ ଯେଉଁମାନେ ଦେଖିବାକୁ ଚାହୁଁଛନ୍ତି ସେମାନଙ୍କ ପାଇଁ ୱାନ୍ ସଟ୍ରେ ବି କରିଦେବା। ଦେଖ କ'ଣ ଅଛି ଆମେ ଦେଖିବା। ଲର୍ଣ୍ଣିଂ ଟୁଗେଦର ଚାପ୍ଟର ନା ହେଲା ଦ ଡେ ଦ ରିଭର ସ୍ପୋକ୍। ତ କ'ଣ ଦେଇଛି ଦେଖ, ଲେଟ୍ ଅସ୍ ଡୁ ଦିଜ୍ ଆକ୍ଟିଭିଟିଜ୍ ବିଫୋର୍ ୱି ରିଡ୍। ଏଠାରେ ଦେଖ କେତେ ଗୁଡ଼ିଏ କ୍ୱେଶ୍ଚିନ୍ ଦେଇଛି, ଯେମିତିକି ଆଇର କ୍ଲୋଜ୍ ୟୁର ଆଇଜ୍ ଆଣ୍ଡ କ୍ୱାଇଟଲି ଲିସନ୍ ଟୁ ଦ ସାଉଣ୍ଡ ଆରାଉଣ୍ଡ ୟୁ ଫର୍ ଏ ମିନିଟ୍। ତୁମ ଆଖି ବନ୍ଦ କର ଓ ତୁମ ଚାରିପାଖରେ କ'ଣ ସାଉଣ୍ଡ ଆସୁଛି ତାକୁ ଶୁଣିବାକୁ ଚେଷ୍ଟା କର ବୋଲି କହୁଛି। ତାପରେ ଦେଖ କ୍ୱେଶ୍ଚିନ୍ ପଚାରିଛି, ଆର୍ ଦେ ଟ୍ରାଇଙ୍ଗ ଟୁ ଟେଲ୍ ୟୁ ସମଥିଙ୍ଗ। ତୁମକୁ ଏଥିରେ କିଛି ନା କିଛି ଆନ୍ସର୍ ଲେଖିବାର ଅଛି। ଏଥିରେ ଲେଖିଲେ ବହୁତ ଲମ୍ବା ହେଇଯିବ ଭିଡ଼ିଓ, ତ ମୁଁ କହିଦେଉଛି, ତୁମେ ଲେଖିନେବ। ମୋ କଥା ଶୁଣିକି ଟିକେ ଟିକେ ଲେଖିନେବ। ତୁମେ ଏଠି ଲେଖିପାରିବ, ୟେସ୍ ଦ ସାଉଣ୍ଡସ୍ ଆରାଉଣ୍ଡ ମି ଟେଲ୍ ମି ଦ୍ୟାଟ୍ ଦ ନେଚର୍ ଇଜ୍ ଆଲାଇଭ୍ ଆଣ୍ଡ ପିସଫୁଲ୍। ଏମିତି କିଛି ତୁମେ ଲେଖିପାରିବ। ତାପରେ ଆଉ କିଛି ଲେଖିପାରିବ, ବର୍ଡସ୍ କ୍ରିପିଂ ମେ ସେ ୱେକ୍ ଅପ୍ ଆଣ୍ଡ ଦ ୱିଣ୍ଡ ମେ ସେ ଷ୍ଟେ କାମ୍। ଏମିତି କିଛି ତୁମେ ଲେଖିନେବ। ତୁମେ ଶୁଣି ପାରିଲ ତାହେଲେ ତା ଭିଡ଼ିଓକୁ ଟିକେ ପଛ କର ଆଉ ମୁଁ ଯାହା କହିଲି ତାହାକୁ ଲେଖିନିଅ। ତ ଏମିତି ତୁମେ 2 ନମ୍ବର କ'ଣ ପଚାରୁଛି, ଡୁ ୟୁ ଥିଙ୍କ ଦ ଥିଙ୍ଗସ୍ ଆରାଉଣ୍ଡ ୟୁ ଅଲସୋ ଲିସନ୍ ଟୁ ୟୁ ଅଲ୍ ଡେ ଲଙ୍ଗ୍। ତୁମକୁ ଲାଗୁଛି ଯେ ତୁମ ଚାରିପାଖରେ ଯେଉଁଗୁଡ଼ିକ ଅଛି ସେ ବି ତୁମକୁ ଶୁଣୁଛନ୍ତି ବୋଲିକି ତୁମକୁ ଲାଗେ କି ବୋଲିକି ପଚାରୁଛି। ତ ସେମିତି ତୁମେ ଲେଖିପାରିବ, ମେ ବି ଦେ ଡୁ ଇନ୍ ଦେୟାର ଓନ୍ ୱେ। ଟ୍ରିଜ୍ sway when I am talk near them. My pet seems to listen. Nature respond silently. ଏମିତି ତୁମେ କିଛି ଲେଖିପାରିବ। ଠିକ୍ ଅଛି। ସେମିତି ଦେଖ, ତାପରେ ଆଉ କ'ଣ ଦେଇଛି, ସେୟାର ୟୋର୍ ଆନ୍ସର୍ ୱିଥ୍ ୟୋର୍ କ୍ଲାସମେଟ୍। ଏଇଟା ତୁମେ ନିଜ କ୍ଲାସ୍ରେ ଏସବୁ ଡିସ୍କସ୍ କରିବ ସାର୍ ଆଉ ଅନ୍ୟ ସାଙ୍ଗସାଥିମାନଙ୍କ ସହିତ। ତାପରେ ଦେଖ, ଡବଲ୍ ଆଇ ବିଟ୍ରେ କ'ଣ ଦେଇଛି, ଜାହ୍ନବୀ ୱାଜ୍ ଏ ବ୍ରାଇଟ୍ ୟଙ୍ଗ ଗର୍ଲ। କିଏ ଗୋଟେ? ଜାହ୍ନବୀ ଗୋଟେ ୟଙ୍ଗ ଗର୍ଲ ଅଛି, ଗୋଟେ ଛୋଟ ଝିଅଟେ। ସି ଲିଭ୍ଡ ୱିଥ୍ ହର୍ ପ୍ୟାରେଣ୍ଟସ୍। ସେ ତାଙ୍କର ପରିବାର ସହିତ ବା ତାର ମାତା ପିତା ସହିତ ରହେ। ଆଣ୍ଡ କ'ଣ ଦେଇଛି, 3 ବ୍ରଦର୍ସ। ଆଉ ତାହାର 3ଟି ଭାଇ ଅଛନ୍ତି। ଇନ୍ ଏ କୋଷ୍ଟାଲ ଭିଲେଜ ଇନ୍ ଇଣ୍ଡିଆ। ଗୋଟେ ସମୁଦ୍ର କୂଳ ଗୋଟେ ଗାଁରେ ସେ ରହେ ତାର ଭାଇମାନଙ୍କ ଆଉ ତାର ମାତା ପିତା ସହିତ। ହର୍ ପ୍ୟାରେଣ୍ଟସ୍ ୱାର୍କ ଅନ୍ ଏ ଫାର୍ମ। ତାର ପ୍ୟାରେଣ୍ଟସ୍ କ'ଣ କରନ୍ତି? ଚାଷ କରନ୍ତି, ବିଲରେ ଚାଷ କରନ୍ତି। ସି ହ୍ୟାଡ୍ ଏ ଡ୍ରିମ୍। ତାର ଗୋଟେ ଡ୍ରିମ୍ ବି ଅଛି। ତାପରେ ଦେଖ, ଏମିତି କିଛି କ୍ୱେଶ୍ଚିନ୍ ଅଛି, ହ୍ୱାଟ୍ କୁଡ୍ ବି ଦ ଡ୍ରିମ୍ ଜାହ୍ନବୀ। ଜାହ୍ନବୀର କ'ଣ ଡ୍ରିମ୍ ହେଇପାରେ? ତୁମେ ଏମିତି ଗେସ୍ କରିକି ନିଜେ ନିଜେ ମଧ୍ୟ କିଛି କିଛି ଲେଖିନେବ, ଯାହାଫଳରେ ଠିକ୍ ହେବ ହେଲା। ତୁମେ ଏଇଟା ସ୍କୁଲରେ ଡିସ୍କସନ୍ କରିବ ସାର୍ଙ୍କ ସହିତ, କ'ଣ ତାର ଡ୍ରିମ୍ ହେଇପାରେ। ଯେ ତାର ମାତା ପିତା ସେ ତା ଭାଇ ସହିତ ରହୁଛି, ତା ବାପା କ୍ଷେତରେ କାମ କରନ୍ତି, ତାର କ'ଣ ଡ୍ରିମ୍ ହେଇପାରେ। ତୁମେ ଏମିତି କିଛି ଲେଖିନେବ। ଜାହ୍ନବୀଜ୍ ଡ୍ରିମ୍ କୁଡ୍ ବି ବିକମ୍ ଏ ଟିଚର, ସାଇଣ୍ଟିଷ୍ଟ, ଲୟର, ଏମିତି କିଛି ବି ପାଇଲଟ, ଏମିତି କିଛି ଲେଖିପାରିବ। ସମୱାନ୍ ହୁ ହେଲ୍ପସ୍ ଅର୍ ଭିଲେଜ ଗ୍ରୋ ଆଣ୍ଡ ଇମ୍ପ୍ରୁଭ୍।
ଯାହା ହେଇକି ସେ ତାର ଗାଁକୁ ଟିକେ ଇମ୍ପ୍ରୁଭ କରିବାକୁ ଚାହିଁବ। ସେମିତି ତମେ ଦେଖ 2 ନମ୍ବର କ'ଣ ଦେଇଛି? 2 ନମ୍ବର ଦେଇଛି ହାଉ କୁଡ୍ ସି ମେକ୍ ହର୍ ଡ୍ରିମ୍ କମ୍ ଟ୍ରୁ। ତ ସେ କେମିତି ତାର ସେ ଡ୍ରିମ୍ ଅଛି, ତାର ସ୍ୱପ୍ନ ଅଛି, ତାକୁ ସେ କେମିତି ସାକାର କରିବ। ସି କ୍ୟାନ୍ ଷ୍ଟଡି ହାର୍ଡ, ଆସ୍କ କ୍ୱେଶ୍ଚିନ୍, ଷ୍ଟେ କ୍ୟୁରିୟସ୍ ଆଣ୍ଡ ନେଭର ଗିଭ୍ ଅପ୍। ଏମିତି କିଛି ତମେ ମୋଟିଭେସନାଲ ସ୍ପିଚ୍ ଦେଲା ପରେ କିଛି କିଛି ଲେଖି ନେବ ହେଲା। ତାପରେ ଦେଖ 3 ନମ୍ବର କ'ଣ ଦେଇଛି? 3 ନମ୍ବର ଅଛି ହ୍ୱାଟ୍ ଇଜ୍ ୟୋର୍ ଡ୍ରିମ୍। ତମର ଡ୍ରିମ୍ ବିଷୟରେ ଲେଖିବ। ତମର କ'ଣ ଡ୍ରିମ୍ ଅଛି ତା ବିଷୟରେ ଲେଖିବ। ମାଇ ଡ୍ରିମ୍ ଇଜ୍ ବିକମ୍ ଏ, ଏମିତି କିଛି ଲେଖିପାରିବ। ଡକ୍ଟର, ସାଇଣ୍ଟିଷ୍ଟ, ଯାହା ବି ତମେ ହେବାକୁ ଚାହୁଁଛ ତାହା ଲେଖିନେବ। ତାପରେ ଏମିତି 4 ନମ୍ବର ମଧ୍ୟ ହ୍ୱାଟ୍ କ୍ୟାନ୍ ୟୁ ଡୁ ଟୁ ମେକ୍ ୟୋର୍ ଡ୍ରିମ୍ କମ୍ ଟ୍ରୁ। ତମ ଡ୍ରିମ୍କୁ ସତ କରିବା ପାଇଁ ତମେ କ'ଣ କରୁଛ ବା ତମେ କେତେ ପରିଶ୍ରମ କରୁଛ, କ'ଣ କରୁଛ ସେ ବିଷୟରେ ତମେ କିଛି ଲେଖିନେବ। ଠିକ୍ ଅଛି, ଏବେ ଆମେ ସିଧା ପାଠକୁ ଆସିବା। ଦେଖ ଏ ହେଉଛି ଜାହ୍ନବୀ, ଯିଏକି ଏ ପାଠର ମୁଖ୍ୟ ଅଟେ। ଠିକ୍ ଅଛି, ଦେଖ ଏଠି ନଦୀ କୂଳରେ ବସିଛି, ବୋଧେ ଦୁଃଖରେ ବସିଛି କିମ୍ବା ସେ କାନ୍ଦୁଥିବାର ଆମକୁ ଯାହା ଜଣାପଡ଼ୁଛି। ତ ଆମେ କ'ଣ କରିବା? ପାଠଟିକୁ ଆରମ୍ଭ କରିବା। କ'ଣ ଦେଇଛି ଦେଖ? ଏ ବିଗ୍ ବ୍ରାଇଟ୍ ଟିୟର ସ୍ପ୍ଲାଶ୍ଡ ଡାଉନ୍ ହର୍ ନୋଜ୍। କ'ଣ କହୁଛି? ଗୋଟେ ବହୁତ ବଡ଼ ଟିୟର ବେଲେ ଲୁହର ବୁନ୍ଦା, ସ୍ପ୍ଲାଶ୍ଡ ବେଲେ ବୁନ୍ଦା ହେଇକରି ବୁନ୍ଦା ବୁନ୍ଦା ଲୁହ ହେଲା। କ'ଣ ହେଉଛି? ଡାଉନ୍ ହେଉଛି ବା ତଳକୁ ପଡ଼ୁଛି। କେଉଁଠି? ତାର ନାକରେ ପଡ଼ୁଛି। ଆଣ୍ଡ another, ତାପରେ ଗୋଟେ ପରେ ଗୋଟେ ଏମିତି ବୁନ୍ଦା ବୁନ୍ଦା ଲୁହ ତା ନାକ ଦେଇକି ତଳକୁ ପଡ଼ୁଛି। ସେ କାନ୍ଦୁଥିବାର ତାମାନେ ଏଠି କୁହାଯାଇଛି। ଆଣ୍ଡ another, ତାପରେ ଏ କିଙ୍ଗଫିଶର swept down its wings an arrow of blue in the sunlight। ଏଠି ଦେଖ କିଙ୍ଗଫିଶର ବେଲେ ଏ ପକ୍ଷୀଟିକୁ କୁହାଯାଇଛି। ଗୋଟେ କିଙ୍ଗଫିଶର ବା ସେ ଚଢ଼େଇଟି swept down and its wing an arrow of blue in the sunlight। ତାର ୱିଙ୍ଗସ୍ କ'ଣ କରୁଛି? ସେ ସନଲାଇଟ୍ରେ ସେ ଗୋଟେ ଏରୋ ପରି ଚିକ୍ ଚିକ୍ କରୁଛି ବୋଲି କୁହାଯାଇଛି। ଏରୋ ବେଲେ ଗୋଟେ ତୀର ପରି ଚିକ୍ ଚିକ୍ କରୁଥିବାର ତାହାକୁ କୁହାଯାଇଛି। ଆଣ୍ଡ ଗ୍ରୀନ୍ ଲିଜର୍ଡ slithered down to the river's edge and basked in the sun। ତ କ'ଣ କହୁଛି ଦେଖ, ଯେମିତିକି ଗୋଟେ ଗ୍ରୀନ୍ ଲିଜର୍ଡ ଅଛି। ଦେଖ ଏଠି ଗୋଟେ ଲିଜର୍ଡ କଥା କୁହାଯାଇଛି। ସେ କ'ଣ କରୁଛି? ସ୍ଲିଦର୍ଡ ଡାଉନ୍ ଟୁ ଦ ରିଭର୍ସ ଏଜ୍। ସେ କ'ଣ କରୁଛି? ଏମିତି ସ୍ଲିଦର୍ଡ ବୋଲି ଦେଖ ମୁଭ୍ ସ୍ମୁଥଲି ବାଇ ସ୍ଲାଇଡିଂ ସାଇଡ୍ ବାଇ ସାଇଡ୍। ଏମିତି ସ୍ଲିଦର୍ଡ ହେଇ ଘୁଷୁରି ଘୁଷୁରି ଏମିତି ଏପଟେ ସେପଟେ ହେଇ ଢଲି ଢଲି ସେ କେଉଁଠିକୁ? ନଦୀ ପାଖକୁ ସେ ଆସୁଛି। ସେ କଥା ସେ ଏଠି କୁହାଯାଇଛି। ରିଭର ଏଜ୍କୁ ଆସୁଛି ଆଣ୍ଡ ବାସ୍କ ଇନ୍ ଦ ସନ୍, ଏଇଟା ସେ ଦେଖା ଯିବାର କୁହାଉଛି। ଧୂପ ସେକୁଛି, ସେ କ'ଣ କରୁଛି? ଧୂପ ସେକୁଛି, ଖରା ହେଉଥିବାର ସେ ଖରାରେ ସେକୁଛି ବୋଲି ନିଜକୁ କହୁଛି। ତାପରେ କ'ଣ କହିଲା ସେ? ଡିୟର ଡିୟର said a sleepy murmuring voice, what's the matter। କ'ଣ କଲା? ସେ ଆସିକି କହିଲା ଡିୟର ଡିୟର, ଏ ଗୋଟେ ସ୍ଲିପି ମୁରମୁରିଂ ଭଏସ୍ରେ କହିଲା ହ୍ୱାଟ୍ସ ଦ ମ୍ୟାଟର, କ'ଣ ହେଇଛି ବୋଲି ସେ କହିଲା। ମର୍ମରିଂ ବୋଲେ ସ୍ପିକିଂ ଇନ୍ ଏ ଲୋ ଭଏସ୍, ପୁରା ଦୁଃଖର ସହିତ ଏମିତି ପଚାରିବା, ଧୀରେ ଧୀରେ ପଚାରିବାଟାକୁ ଆମେ ମର୍ମରିଂ ଭଏସ୍ ବୋଲି କହିବା। ହ୍ୱାଟ୍ସ ଦ ମ୍ୟାଟର, କ'ଣ ହେଇଛି ବୋଲି ସେ ଆସିକି ପଚାରୁଛି। ତାପରେ ଦେଖ ଜାହ୍ନବୀ ୱାଜ୍ startled
ଜାହ୍ନବୀ ୱାଜ୍ ଷ୍ଟାର୍ଟେଡ୍। ଜାହ୍ନବୀ କ'ଣ ହେଇଗଲା ସରପ୍ରାଇଜ୍ ହେଇଗଲେ। ଷ୍ଟାର୍ଟେଡ୍ ବେଲେ ଆଶ୍ଚର୍ଯ୍ୟ ହେଇଯିବା। ବୁଝିଗଲା। ବିକଜ ସି ୱାଜ୍ ସିଓର ସି ହ୍ୟାଡ୍ ବିନ୍ କ୍ୱାଇଟ୍ ଏଲୋନ୍। କିନ୍ତୁ ସେ ଆଶ୍ଚର୍ଯ୍ୟ ହେଇଗଲା ଯେ ସେ ଏକଲା ଅଛି, କିନ୍ତୁ କେହି ତା ସାଙ୍ଗରେ କେମିତି କଥା ହେଲା ତାହା ଦେଖି ସେ ଅତି ଆଶ୍ଚର୍ଯ୍ୟ ହେଇଗଲା। କାହିଁକିନା ସେଥିରେ ଦେଖ ଏଥିରେ କେହି ବି ଦେଖାଯାଉ ନାହିଁ, ସେ ଏକଲା ହିଁ ବସିଛି, କିନ୍ତୁ ଏଇଟା କିଏ କହୁଛି ବୋଲି ସେ ଅତି ଆଶ୍ଚର୍ଯ୍ୟ ହେଇଗଲା। ବୁଝିହେଲା। ତାପରେ କ'ଣ କହୁଛି ଇଟ୍ କୁଡ୍ ନଟ୍ ହ୍ୟାଭ୍ ବିନ୍ ଦ ଲିଜାର୍ଡ and the kingfisher was up in the thickest of the bamboo eating the fish it had caught। ସେ କ'ଣ କହିଲା ତ ଏଇଟା ଗୋଟେ ଲିଜାର୍ଡର ବି ଶବ୍ଦ ହେଇନପାରେ, କାହିଁକି ନା ଲିଜାର୍ଡର ଶବ୍ଦ ଅଲଗା ହେଇପାରେ। ତାପରେ କ'ଣ କହୁଛି and the kingfisher was in the thickest of the bamboo eating fish had caught। ତାପରେ କ'ଣ କହୁଛି ଯେ କିଙ୍ଗଫିଶର ଅଛି ସେ ତ ଗୋଟେ ବ୍ୟାମ୍ବୋକୁ ଏମିତି ଦେଖ କେମିତି କରୁଛି, ସେ ବ୍ୟାମ୍ବୋରେ ଏମିତି ଖାଇଲା ପରେ ସେ ଏମିତି କରୁଛି, ତାର ଆବାଜ ବି ଏମିତି ହେଇନପାରେ ବୋଲି ସେ ଆଶ୍ଚର୍ଯ୍ୟ ହେଇ କହିଲା। ଇଟ୍ କୁଡ୍ ନଟ୍ ବି ଦ ପ୍ୟାରଟ୍ସ। ଏଇଟା ଗୋଟେ ପ୍ୟାରଟ୍ ବି ହେଇନପାରେ। ସେ କଥାକୁ ଶୁଣି ସେ ଆଶ୍ଚର୍ଯ୍ୟ ହେଇକରି ଗେସ୍ କରୁଛି ଯେ ଏଇଟା ଗୋଟେ ପ୍ୟାରଟ୍ର ଆବାଜ ମଧ୍ୟ ନୁହେଁ, ଏଇଟା ଗୋଟେ ଶୁଆର ମଧ୍ୟ ଆବାଜ ନୁହେଁ। କାରଣ ପ୍ୟାରଟ୍ ଶ୍ରିକ୍ଡ ବେଲେ ମେଡ୍ ଏ ହାଇ ପିଚ୍ ଭଏସ୍। କ'ଣ କରେ ପ୍ୟାରଟ୍ ହାଇ ପିଚ୍ ଭଏସ୍ରେ ସେ କଥା ହେଇଥାଏ। ଆଣ୍ଡ ଦିସ୍ ୱାଜ୍ ସଚ୍ ଏ ସ୍ଲିପି ଭଏସ୍। କିନ୍ତୁ ଏଇଟା ଅତି ଧୀର ଭଏସ୍ ବା ସ୍ଲିପି ଭଏସ୍, ଯେ ନିଦରୁ ଉଠିକି ଯେମିତି ଡାଇରେକ୍ଟ କଥା ହୁଏ ସେମିତି ଭଏସ୍ ହେଉଛି। ତ ଏଇଟା ଗୋଟେ ପ୍ୟାରଟ୍ ବା ଶୁଆର ମଧ୍ୟ ଆବାଜ ନୁହେଁ ବୋଲି ସେ କହୁଛି। ସି ଲୁକ୍ଡ ଆରାଉଣ୍ଡ ହର୍। ତାପରେ ସେ ତାର ଚାରିଆଡ଼େ ଦେଖିଲା। ଦେର୍ ୱାଜ୍ ନଟ୍ ସୋଲ୍ ଇନ୍ ସାଇଟ୍। ସେଥିରେ କୌଣସି ଲୋକକୁ ବା କୌଣସି ଜୀବଜନ୍ତୁକୁ ଦେଖିବାକୁ ପାଇଲା ନାହିଁ। ସି ୱାଜ୍ ରାଦର ସ୍କେର୍ଡ ଆଣ୍ଡ ୱାଣ୍ଟେଡ୍ ଟୁ ରନ୍ ଏୱେ। ୟୁ ସୁଡ୍ ନଟ୍ କ୍ରାଏ ୟୁ ନୋ ଦ ଭଏସ୍ ୱେଣ୍ଟ ଅନ୍। ସେ କ'ଣ କଲା ନା କାନ୍ଦିଲା, ନା ଡରିଲା, ନା ସେ ଘରକୁ ଦୌଡ଼ିକି ପଳେଇଲା। ତାହେଲେ ସେ କ'ଣ କଲା ୟୁ ସୁଡ୍ ନଟ୍ କ୍ରାଏ ୟୁ ନୋ ଦ ଭଏସ୍ ୱେଣ୍ଟ ଅନ୍ and you really should not be scared when you have been coming here to see me every day, well almost every day। ତାମାନେ ଏଇଟା କ'ଣ କହୁଛି ଟିକେ ବୁଝିବାକୁ ଚେଷ୍ଟା କର। ତ ଏଠି କ'ଣ ହେଇଛି she was rather scared and wanted to run away, you should not cry you know। ତାମାନେ କ'ଣ ତମେ ନା ଡରିବା କଥା, ନା ମୋଠୁ ଦୂରକୁ ଯିବା କଥା ବୋଲି ସେ ପୁଣି ଥରେ କହିବାରେ ଲାଗିଲା। ତାପରେ ଆଉ କ'ଣ କହୁଛି ୟୁ ସୁଡ୍ ନଟ୍ କ୍ରାଏ। ତମେ କାନ୍ଦିବା କଥା ନୁହଁ। ୟୁ ନୋ ତମେ ମୋତେ ଜାଣିଛ। ଦ ଭଏସ୍ ୱେଣ୍ଟ ଅନ୍ ଆଉ ମୁଁ କିଏ ଯେ ତମେ ମୋତେ ଜାଣିଛ, ଏ ଭଏସ୍କୁ ବି ମଧ୍ୟ ଚିହ୍ନିଛ ବୋଲି ସେ କହିଲା। ଆଣ୍ଡ ୟୁ ରିଏଲି ସୁଡ୍ ନଟ୍ ବି ସ୍କେର୍ଡ ଆଉ ତମେ ଟିକେ ବି ମୋତେ ଡରିବା କଥା ନୁହେଁ ବୋଲି ସେ ଗୋଟେ ଭଏସ୍ ସେଠାକୁ ଆସିଲା। when you have been coming here to see me every day। ତମେ କେମିତି ଡରିବା କଥା ନୁହେଁ ଯେ ତମେ ସବୁଦିନ ମୋ ପାଖକୁ ଡେଲି ଆସୁଛ। well almost every day ଲଗଭଗ ପାଖାପାଖି ସବୁଦିନ ପ୍ରତ୍ୟେକ ଦିନ ମୋ ପାଖକୁ ତମେ ଆସୁଛ, ସେଥିପାଇଁ ମୋତେ ଏମିତି ନ ଦେଖିଲା ପରି ହେବା କଥା ନୁହେଁ ବା ଡରିବା କଥା ନୁହେଁ ବୋଲି ସେ କହୁଛି। ଏଠି କିଏ କହୁଛି ନଦୀ ତାହାକୁ କହୁଛି ହେଲା। ଏ ପକ୍ଷୀ କହୁନି କି ଏ ଲିଜାର୍ଡ କହୁନି, ତାହାକୁ ଏ ନଦୀ କହୁଛି। ବୁଝିହେଲା। ତାପରେ ଦେଖ କ'ଣ କହୁଛି ଆମେ ଆଗରେ ଦେଖିବା। ସି ୱାଜ୍ ପଜଲ୍ଡ ଇଟ୍ ୱାଜ୍ ସଚ୍ ଏ ଭଏସ୍ ଲାଇକ୍ ଦ ରିଭର ଇଟ୍ କୁଡ୍ ନଟ୍ ବି ଦ ରିଭର। ସେ କ'ଣ କଲା ସେ ପୁରା ଆଶ୍ଚର୍ଯ୍ୟ ହେଇଗଲା। ଆଉ ସେ କ'ଣ କହୁଛି ଇଟ୍ ୱାଜ୍ ସଚ୍ ଏ ଭଏସ୍ ଲାଇକ୍ ଦ ରିଭର। ଆଉ ସେ କ'ଣ କହୁଛି ଏଇଟା ଗୋଟେ ନଦୀର ଶବ୍ଦ ପରି ଲାଗୁଛି। ବଟ୍ ଇଟ୍ କୁଡ୍ ନଟ୍ ବି ଦ ରିଭର। କିନ୍ତୁ ଏଇଟା ନଦୀ ଗୋଟେ ହେଇନଥିବ ବୋଲିକରି ସେ ଭାବୁଛି।
କିନ୍ତୁ ସେ ପୁଣି ଥରେ ଜାଣିଗଲା ଯେ ତାପରେ କ'ଣ କହିଲା, ୱେଲ୍ ଟେଲ୍ ମି ଅଲ୍ ଆବାଉଟ୍ ଇଟ୍ ସେଡ୍ ଦ ରିଭର୍। ତାପରେ କ'ଣ କହିଲା, ରିଭର୍ କହିଲା ସେ ତମ ବିଷୟରେ ମୋତେ ସବୁ କିଛି କହ। ୱେଲ୍ ଟେଲ୍ ମି ଅଲ୍ ଆବାଉଟ୍ ଇଟ୍, ତମେ ତମ ବିଷୟରେ ମୋତେ ସବୁ କିଛି କହ। ଫର୍ ଇଟ୍ ୱାଜ୍ ଦ ରିଭର୍ ବୋଲି ସେ ମୋତେ କହୁଛି। ତାପରେ କହୁଛି ଆଇ ହ୍ୟାଭ୍ ଗଟ୍ ଟୁ ହରି ଟୁ ରିଚ୍ ଦ ସି ୟୁ ନୋ। ତମକୁ ତ ଜଣା ଅଛି ମୋତେ ବେଲେ ମୁଁ ଏବେ ହରବରରେ ଅଛି ବା ମୁଁ ଟିକେ ଜଲ୍ଦିରେ ଅଛି। ତ କେଉଁଠିକି ଯିବା ପାଇଁ, ସିକୁ ଯିବା ପାଇଁ। ନଦୀ ଯାଇକି କେଉଁଠି ମିଶେ, ସମୁଦ୍ରରେ ମିଶେ ନା, ସେଥିପାଇଁ ସେ କହୁଛି ତମକୁ ତ ଜଣାଏ ଯେ ମୁଁ କେତେ ଜଲ୍ଦିରେ ଅଛି, ମୁଁ ଯାଇକି ସମୁଦ୍ରରେ ମିଶିବି। ସୋ ଦେ ୱୋଣ୍ଟ ଲେଟ୍ ମି ଗୋ ଟୁ ସ୍କୁଲ। ତାପରେ ସେ ଏଠି ଉତ୍ତର ଦେଲା ଜାହ୍ନବୀ କ'ଣ କହୁଛି, ସେମିତି ନଦୀ କହିଲା ପରେ ତମ କୁହ ଯେ ତମ କ'ଣ ପାଇଁ, ତମ କ'ଣ ଅସୁବିଧା ଅଛି, କ'ଣ ଅଛି, ତମେ କ'ଣ ପାଇଁ କାନ୍ଦୁଛ ବୋଲି ସେ ନଦୀ ତାହାକୁ ପଚାରିଲା। ତାପରେ ସେ ଉତ୍ତର ଦେଇଛି ଯେ ଦେଖ, ଦେ ୱୋଣ୍ଟ ଲେଟ୍ ମି ଟୁ ଗୋ ଟୁ ସ୍କୁଲ। ସେମାନେ ମୋତେ ସ୍କୁଲକୁ ଯିବା ପାଇଁ ଦେଉନାହାନ୍ତି ବୋଲିକରି ସେଡ୍ ଦ ଜାହ୍ନବୀ। ଜାହ୍ନବୀ ଏଠି କହିଛି ଆଇ ଆସ୍କ ମାଇ ମଦର ହ୍ୱାଇ ଆଇ କାଣ୍ଟ ଆଇ ଗୋ ଟୁ ସ୍କୁଲ ଲାଇକ୍ ମାଇ ଏଲ୍ଡର ବ୍ରଦର ଗୋପୀ ଆଣ୍ଡ ରାମୁ। ମୁଁ ମୋ ମାଆକୁ ପଚାରିଲି ଯେ ମୁଁ କ'ଣ ପାଇଁ ମୋ ବଡ଼ ଭାଇ ଗୋପୀ ଆଉ ରାମ ପରି କାହିଁକି ସ୍କୁଲକୁ ଯାଇପାରିବି ନାହିଁ ବୋଲି ସେ କହୁଛି। ତାପରେ ଆଣ୍ଡ ମଦର ହ୍ୟାଡ୍ ରିପ୍ଲାଏଡ୍, ତାପରେ ମୋ ମା ମୋତେ ରିପ୍ଲାଏ ଦେଲି କି କହିଲେ ବା ଉତ୍ତର ଦେଇକି କହିଲେ ୟୁ ଆର୍ ଟୁ ସ୍ମଲ୍ ବେବି, ତମେ ବହୁତ ଛୋଟ ଅଛ ଛୁଆ, ଆଉ ଏବେ ଯାଇପାରିବ ନାହିଁ ବୋଲି ସେ ମୋତେ କହିଲେ। ତାପରେ ମେ ବି ଲେଟର, ତାପରେ ତମେ କହୁଛି ତମେ ଆଉ କିଛି ଦିନ ପରେ ବୋଧେ ଯାଇପାରିବ, କିନ୍ତୁ ଏବେ ଯାଇପାରିବ ନାହିଁ ବୋଲି ସେ ତା ମା ତାହାକୁ ଉତ୍ତର ଦେଲେ ବୋଲି ସେ କହୁଛି। କି ଜାହ୍ନବୀ ଏକଥା କହୁଛି, ବୁଝିହେଲା। ବଟ୍ ହ୍ୱେନ୍ ସି ୱାଜ୍ 5, କିନ୍ତୁ ସେ ଏବେ 5 ବର୍ଷର ହେଇଗଲାଣି। ଲିଟିଲ୍ ରାମୁ ୱାଜ୍ ବର୍ନ ଆଣ୍ଡ ମଦର ଷ୍ଟିଲ୍ ସେଡ୍ ମେ ବି ନେକ୍ସଟ ଇୟର। କ'ଣ କହୁଛି, ଲିଟିଲ୍ ରାମୁ ୱାଜ୍ ବର୍ନ ଆଣ୍ଡ ମଦର ଷ୍ଟିଲ୍ ସେଡ୍ ମେ ବି ନେକ୍ସଟ ଇୟର, ବୋଲେ ତା ଛୋଟ ଭାଇ ରାମୁ ସେ ବି ଏବେ ଜନ୍ମ ହେଇଗଲାଣି, ତା ଛୋଟ ଭାଇ, ଆଉ ସେ ଏବେ ବି କହୁଛି ଯେ ଆଉ ତମେ ନେକ୍ସଟ ଇୟର ବା ଆର ବର୍ଷରୁ ସ୍କୁଲକୁ ଯିବ ବୋଲି। ଜାହ୍ନବୀ ତାପରେ କହିଲା ମାଇଣ୍ଡ ୟୋର ଲିଟିଲ୍ ବ୍ରଦର ହ୍ୱାଇଲ୍ ଆଇ ଗୋ ଟୁ ଦ ଫିଲ୍ଡ। କ'ଣ କହନ୍ତି ଯେ ମୁଁ ଯେତେବେଳେ ଫିଲ୍ଡକୁ ଯିବି, ମୁଁ ଯେତେବେଳେ ପଡ଼ିଆକୁ ଯିବି ବା ଆମର ଯେତେ ସେ କ୍ଷେତକୁ ଯିବି, ସେତେବେଳେ କ'ଣ କରିବ, ତମେ ତମର ଭାଇର ଯତ୍ନ ରଖିବ ବୋଲି ମା ମୋତେ କହୁଛି, ସେଇଥିପାଇଁ ଆର ବର୍ଷକୁ ସ୍କୁଲ ଯିବା ପାଇଁ କହୁଛି ବୋଲିକି ସେ ଏଠି କହୁଛି। ନାଓ ସି ୱାଜ୍ ନିୟରଲି 10, କିନ୍ତୁ ସେ ଏବେ କେତେ ହେଇଗଲାଣି, ପାଖାପାଖି 10 ବର୍ଷର ହେଇଗଲାଣି ଜାହ୍ନବୀ। ଆଣ୍ଡ ମାଇଣ୍ଡିଂ ଲିଟିଲ୍ ଅପୁ ହୁ ୱାଜ୍ ଦ ସ୍ମଲେଷ୍ଟ, ଆଉ ସବୁଠାରୁ ଛୋଟ ତାର ଭାଇ ଅଛି ଯାହାର ନାଁ ହେଲା ଅପୁ। ଦେ ଡୋଣ୍ଟ ୱାଣ୍ଟ ମି, ଦେ ଓନ୍ଲି ସି ଷ୍ଟପ୍ ୱିଥ୍ ଏ ସପ୍। ସେ କ'ଣ କହୁଛି, ସେମାନେ ମୋତେ ଚାହାନ୍ତି ନାହିଁ ଯେ ମୁଁ ସ୍କୁଲ ଯାଏ। ଦେ ଓନ୍ଲି, ସେମାନେ କ'ଣ କରନ୍ତି, ସେମାନେ ଖାଲି ମୋତେ ଷ୍ଟପ୍ ୱିଥ୍ ଏ ସପ୍, ବୋଲେ ମୋତେ ସ୍କୁଲ ଯିବା ପାଇଁ ଖାଲି ରୋକିବାକୁ ଇଚ୍ଛା କରନ୍ତି ବୋଲି ସେ କହୁଛନ୍ତି। କିଏ କହୁଛନ୍ତି, ଏଇଟା ଜାହ୍ନବୀ ଏଠି କହୁଛନ୍ତି। ତ ଏମିତି କିଛି କହିଲା ଜାହ୍ନବୀ। କ'ଣ କହିଛି ଦେଖ, ଲାଷ୍ଟ କହିଛି ସି ଷ୍ଟପ୍ ୱିଥ୍ ଏ ସପ୍। ସପ୍ ବେଲେ ଏମିତି କାନ୍ଦି କାନ୍ଦିକି ଏମିତି ସିସ୍କି ସିସ୍କି ଯେମିତି କହନ୍ତି ତାହାକୁ ସପ୍ ବୋଲି କୁହାଯାଏ। ଆଇ ଏମ୍ ସ୍କେୟାର୍ଡ ଟୁ ଗୋ ଟୁ ସ୍କୁଲ, କ'ଣ ପାଇଁ ସେ ଡରେ ସ୍କୁଲ ଯିବା ପାଇଁ। ଆଣ୍ଡ ଆଇ ଏମ୍ ସୋ ଓଲ୍ଡ ନାଓ,
କାହିଁକି ନା ମୁଁ ଏବେ ବହୁତ ବଡ଼ ହେଇଗଲିଣି, ସେଇଥିପାଇଁ ମୋତେ ସ୍କୁଲରେ ବସିବାକୁ ଦେବେ ନାହିଁ ବୋଲି ମୋତେ ଡର ଲାଗୁଛି ବୋଲି ସେ କହୁଛି। ଦେ ୱିଲ୍ ନେଭର ଲେଟ୍ ମି ଗୋ। ସେମାନେ ମୋତେ ସ୍କୁଲକୁ ଆସିବାକୁ ଦେବେ ନାହିଁ। ଏତେ ବଡ଼ ଛୁଆ କ'ଣ ପାଇଁ ଏବେ ସ୍କୁଲ ଆସିବ ବୋଲି କହିବ। ଯେମିତିକି 10 ବର୍ଷର ଯଦି ଏବେ ସ୍କୁଲ ଆରମ୍ଭ କରିବ ତ ସେମିତି ମନା କରିବେ, ସେମିତି ସେ ଭାବୁଛନ୍ତି। ବଟ୍ ଆଇ ୱାଣ୍ଟ ଟୁ ଗୋ। କିନ୍ତୁ ମୋତେ ସ୍କୁଲ ଯିବାକୁ ଇଚ୍ଛା ଅଛି ବୋଲି ସେ କହିଲା ଜାହ୍ନବୀ। ଆଇ ୱାଣ୍ଟ ଟୁ ଲର୍ନ ଟୁ ରିଡ୍ ଲାଇକ୍ ଗୋପୀ ଆଣ୍ଡ ରାମ। ମୁଁ କ'ଣ କହିବାକୁ ଚାହୁଁଛି, ମୁଁ ଶିଖିବାକୁ ଚାହୁଁଛି ଆଉ ପଢ଼ିବାକୁ ଚାହୁଁଛି ଯେମିତିକି ଗୋପୀ ଆଉ ରାମ ପଢ଼ୁଛନ୍ତି। ତାର ଭାଇ ଗୁଡ଼ିକ, ଏଇଟା ତା ବଡ଼ ଭାଇ କଥା ସେ କହୁଛି। ଆଇ ୱାଣ୍ଟ ଟୁ ନୋ ହ୍ୱାଇ ସ୍ପାଇଡର୍ସ ଆର୍ ୟେଲୋ ଇନ୍ ୟେଲୋ ଫ୍ଲାୱାର୍ସ। କ'ଣ ଜାଣିବାକୁ ଚାହୁଁଛି ସେ କେମିତି ଯେ ସ୍ପାଇଡର ଗୁଡ଼ାକ କେମିତି ୟେଲୋ ଦେଖାଯାଆନ୍ତି ୟେଲୋ ଫ୍ଲାୱାର୍ସରେ। ହ୍ୱାଇ ବମ୍ବୋ ଟ୍ରିଜ୍ ଆର୍ ରସଲ୍। ସେ ବମ୍ବୋ ଟ୍ରି କ'ଣ ପାଇଁ ରସଲ୍ ବେଲେ ଲାଇଟ୍ ସାଉଣ୍ଡ ମେଡ୍ ବାଏ ଲିଭ୍ସ ରବିଂ ଏଗେନ୍ଷ୍ଟ ଇଚ୍ ଅଦର। କେମିତି ସେ ଗୋଟେ ଗୋଟେ ପତ୍ର ଆଉ ଗୋଟେ ପତ୍ର ସହିତ ଘଷି ହେଇକି କ'ଣ ପାଇଁ ସେ ସାଉଣ୍ଡ ପ୍ରଡ୍ୟୁସ୍ କରେ ବା ସାଉଣ୍ଡ କେମିତି ବାହାରେ ଗୋଟିଏ ବାଉଁଶ ଗଛରୁ ସେ ଜାଣିବାକୁ ଚାହୁଁଛି। ଏଠି ସେ ସ୍କୁଲକୁ ଗଲେ ସେ ପଢ଼ିବ ଆଉ ଜାଣିବାକୁ ଚାହୁଁଛି। ହ୍ୱାଇ ଦ ମୁନ୍ ଅଲୱେଜ୍ କମ୍ସ ଫ୍ରମ୍ ବିହାଇଣ୍ଡ ଦ ହିଲ୍ସ। କ'ଣ ପାଇଁ ସବୁବେଳେ ଜହ୍ନଟି ଏମିତି କେଉଁଠୁ ପାହାଡ଼ ଭିତରୁ ବାହାରି ଥାଏ, ସେଟା ସେ କାରଣ ଜାଣିବାକୁ ଚାହୁଁଛି ଯେତେବେଳେ ସେ ସ୍କୁଲ ଯିବ। ନେଭର ଦ ଅଦର ୱେ ହ୍ୱାଇ ଦ ବେବି ଫିସ୍ ଇନ୍ ଦ ଫିଲ୍ଡ ୱାଟର ବିକମ୍ ଫ୍ରଗ୍ସ ହ୍ୱାଇ। ନେଭର ଦ ଅଦର ୱେ ହ୍ୱାଇ ଦ ବେବି ଫିସ୍ ଇନ୍ ଦ ଫିଲ୍ଡ ୱାଟର ବିକମ୍ ଦ ଫ୍ରଗ୍ସ ହ୍ୱାଇ। ଆଉ ସେଇ କଥା ମଧ୍ୟ ଜାଣିବାକୁ ଚାହୁଁଛି। ତାପରେ ଦେଖ ଏଠି କହିଛି ଷ୍ଟପ୍ ଷ୍ଟପ୍ ସେଡ୍ ଦ ରିଭର। କ'ଣ କହିଲା, ରହିଯାଅ ରହିଯାଅ ବୋଲିକରି ସେ କହିଲା। ରିଭର ୟୁ ମେକ୍ ମି ବ୍ରିଥଲେସ୍। ତମେ ମୋତେ କ'ଣ କରୁଛ, ବ୍ରିଥଲେସ୍ କରୁଛ। ବ୍ରିଥଲେସ୍ ବୋଲେ ଏକା ସାଙ୍ଗରେ ବହୁତ କଥା ଏକା ସାଙ୍ଗେ କହିଦେଲେ ତାହା ଯେମିତି ତମେ ଗୋଟେ ଥରରେ ସବୁ କଥା କହିଦେବ ତ ନିଶ୍ୱାସ ଏମିତି ଅଟକି ଯାଇଥାଏ, ସେ କଥା ସେ କହୁଛନ୍ତି। ରିଭର କହିଲା। ସୋ ମେନି ହ୍ୱାଇଜ୍। ତ ତମ ପାଖରେ ବହୁତ ଗୁଡ଼େ କ'ଣ କୋଶ୍ଚିନ୍ ଅଛି। ଆଇ କ୍ୟାନ୍ ଟେଲ୍ ୟୁ ହ୍ୱେର୍ ଦ ମୁନ୍ ଗୋଜ୍। ତ ମୁଁ ଗୋଟେ ଗୋଟେ କରି ଆନ୍ସର ଦେଉଛି। ତ ମୁଁ କହୁଛି ଯେ ମୁନ୍ କେଉଁଠିକୁ ଯାଇଥାଏ, ପର୍ବତରୁ ଏମିତି ବାହାରିଥାଏ ଆଉ କେଉଁଠିକୁ ଯାଇଥାଏ ମୁଁ କହୁଛି। ଦ ରିଭର ସେଡ୍ ସିକ୍ରେଟଲି। ରିଭର ତାହାକୁ ଏମିତି ଏକାଲା ଆଉ ସିକ୍ରେଟଲି କହିବାକୁ ଚାହିଁଲେ। ଇଟ୍ ଗୋଜ୍ ଡାଉନ୍ ଟୁୱାର୍ଡସ୍ ଦ ସି। ସେ କ'ଣ ହେଇଥାଏ, ସେ ପାହାଡ଼ରୁ ବାହାରିଥାଏ ଆଉ ସମୁଦ୍ରରେ ତଳକୁ ଏମିତି ଯାଇଥାଏ ବୋଲିକି ସେ ଆନ୍ସର ଦେଲେ। କିଏ, ସେ ନଦୀଟି ସେମିତି ଆନ୍ସର ଦେଲା। ଆଇ ହ୍ୟାଭ୍ ସିନ୍। ମୁଁ ଦେଖିଛି, ମୁଁ ଏମିତି ଭାବରେ ଦେଖିଛି ଯେ ସେ ପାହାଡ଼ରୁ ବାହାରିଥାଏ ଜହ୍ନଟି ଆଉ ଯାଇକି ସମୁଦ୍ରରେ ଏମିତି ମିଶି ଯାଇଥାଏ ବୋଲି ସେ କହୁଛି। ଇଟ୍ ଅଲୱେଜ୍ ଟେକ୍ସ ଦ ସେମ୍ ୱେ ଓଭର ଦ ମାଉଣ୍ଟେନ୍ସ ଆଣ୍ଡ ଡାଉନ୍ ଟୁ ଦ ସି ଲାଇକ୍ ମି। ସେ କ'ଣ କରିଥାଏ, ସବୁବେଳେ ଏମିତି ଗୋଟେ ରାସ୍ତାରେ ହିଁ ଯାଇଥାଏ ଆଉ ଯାଇକି ମୁଁ ଯେମିତି ମିଶିଥାଏ ସେମିତି ସମୁଦ୍ରରେ ଯାଇକି ମିଶି ଯାଇଥାଏ। ମାଉଣ୍ଟେନରୁ ଆରମ୍ଭ ହୋଇଥାଏ ଆଉ ଯାଇକି ସମୁଦ୍ରରେ ମିଶି ଯାଇଥାଏ ବୋଲି ସେ ଆନ୍ସର ଦେଲା। କିଏ, ସେ ନଦୀଟି ତାହାକୁ ଆନ୍ସର ଦେଲା। ଏଠି ଦେଖ କୋଶ୍ଚିନ୍ ଅଛି। ଫାର୍ଷ୍ଟ ପାର୍ଟ ସରିଗଲା। ଫାର୍ଷ୍ଟ ପାର୍ଟର 2ଟି କୋଶ୍ଚିନ୍ ଅଛି, ତାର ଆମେ ଉତ୍ତର କରିବା। ଦେଖ 1 ନମ୍ବର କୋଶ୍ଚିନ୍ କହୁଛି ହ୍ୱାଟ୍ ୱାଜ୍ ଦ ଜାହ୍ନବୀସ୍ ଡ୍ରିମ୍। ତ ଆମେ ଏଠି ଆନ୍ସର ଲେଖିନେବା। 1 ନମ୍ବରର ଜାହ୍ନବୀ's dream was to go to school and learn। ଏମିତି ଲେଖିନେବ। ତାପରେ କ'ଣ ଦେଇଛି, was it important to her। ସେମିତି ଲେଖିନେବ। yes it is important to
हर तापर देछि व्हाई जेमति कि बिकॉज she was curious and wanted to learn many things एमती तुम एक नंबर आंसर लिखि नेब सेमती तुम 2 नंबर पढ़िब 2 नंबर कौन देछि देख 2 नंबर देछि डू यू थिंक द रिवर कैन हेल्प हर इन फुलफिलिंग हर ड्रीम हम एठी लिखि नेबा देख 2 नंबर रो आंसर यस द रिवर कैन हेल्प हर to fulfill his dream her dream sorry तापर आ कोन पचारिछि हाउ किपरि बोली कहूछि द रिवर listen to her and give hope and encourage to go to school ठीक अछि भल भाबरे टिके देखिनियो एथिला हमर 2 नंबर क्वेश्चन रो आंसर एबे हमें द डे रिवर स्पोक रो पार्ट 2 पढिबा एटा जदी हमर गोटे वन शॉट वीडियो देखुदिबो ताले आगो कंटिन्यू करो नहले जदी आपण माने जदी हमर पार्ट 2 वीडियो देखुछंती ताले हमर पार्ट 1 वीडियो को प्रथमे देखंतु तापरे पार्ट 2 वीडियो टी को देखिबे एटा इंग्लिश बही हमर सप्तम श्रेणी रो प्रथम पाठ द डे द रिवर स्पोक रो पार्ट 2 ठीक अछि देखो हमें आगु बढ़िया तो कौन कहछि इवेन लिटिल रामू गोज टू स्कूल स्केट द जानवी कौन कहछि गोटे मोर छोट भाई अछि लिटिल रामू से अति छोट से मध्य स्कूल को जाउछि किंतु मु जाई पारु नै बोल से मन दुख करूछि आ से नदी को कहउछि पीटी द स्कूल इज इन बाय द सी सेड द रिवर एटा गोटे दुखर कथा जे आगरे मोर रास्ता रे किंबा आगरे कोन स्कूल नाही नहले मु एमती की समुद्र रे जदी स्कूल थांदा ताहले मु नै की तुमको छाडी दे के आस्थांती बोली करे रिवर कहउछि देन आई कुड टेक अलोंग यू नो ताहले मु कोन करथांती तुमको मु निज सहित नै जाई थांती बट आई सपोज्ड आई कुडंट रियली किंतु मु तुमको खाली कहि परिबी किंतु जहा करबा अछि तुमको ही करबा को पड़ियो बोली नदी कहउछि यू हैड गेट योर फीट वेट and that would never do I am afraid there is only one thing you can do तमे जदी चाहू छ ताले तमे बहुत किछि करि परिबो तमे बहुत किछि करि परिबो that one thing you can do तमे जाओ तमे डरिबार नै जाओ बोली से कहउछि तापरे कैन आई डू समथिंग मु किछि करि परिबी बोली से जानवी कहिला वेल इट इज अप टू यू तम ऊपर रहिला तमे कोन करिवो कि करिवो नै एटा तम ऊपर ही रहिला सेड द रिवर एटा नदी ताको कहउछि seem to be the little girl can do as much as the boys or little boy तमे जेमती गोटे छोटो झियो सेमती गोटे पुआ जेमती किछि करि परिबो जहा किछि भी करि परिबो तमे भी सेमती किछि बहुत किछि करि परिबो बोली कहउछि दे स्विम as fast as
लिटिल बॉयज तुम कौन कर जमती गोटे छोट पुओ जमती पहरी पार तुम भी सेमती पहरी पार यू जस्ट स्लीप एलोंग तुम खाली धीरे धीरे स्थिर होगी चली जाओ कौटी गोटे सकाल एंड स्टिल देयर इज इन द स्कूल आउ स्कूल को पलैब एंड लिसन टू व्हाट्स गोइंग ऑन आउ जहाँ पढ़ा होची जहाँ करा होची क्लासरूम रे तुम जाइकी से एंड मे बी द बसीज तापर कौन हम एंड मे बी द टीचर विल लेट यू स्टे आउ बोधे हो पारे जे तुमको टीचर सेठी बसवाकू कहे सेमती बाहर कर देवे ना सेठी बसवाकू कहे बोली से नदी ताकू कहला आई कुडंट गैप्स बेले एमती घाबरी जीवाटा डरी जीवाटा मु जाई परिबी नहीं बोली से कहला आई कुडंट दे हैड स्केयर मी तो मते बहुत डर लागे मु एमती डायरेक्ट जाई परिबी नहीं दे हैड चेज मी आउट से माने कोन करिवे मते स्कूल रु बाहर कर देबे बोली से डरी जाउछ कि जानवी डरी जाउची जेमती कि मते स्कूल रु बाहर कर देबे बोली कहउछ द रिवर लफ्ट यू स्कैर्ड द रिवर सेड रिवर हसिला तमे डरुच ताहले बोलिका से ता ऊपर हसुची एमती मजा करूची द रिवर सेड व्हेन यू आर नॉट अफ्रेड ऑफ द ग्रीन लिजर्ड और द स्नेक इन द बम्बो क्लम्प तमे कौन करूना तमे गोटे कहा ऊपर डरुन जेमती गोटे ग्रीन लिजर्ड को डरुन किंबा गोटे स्नेक को जोटा कि बम्बो बा बाउंस गछरे थिबा स्नेक को डरुन तार क्लम्प बेले तार जेन ड्राव आसे ताहाको मध्ये तुमको डर लागु नै ताहेले और द बिग ट्रेन्स रेटलिंग फास्ट ऑफ द ब्रिज जेमती कि ब्रिज रे केमती नॉइज करिकी कोन ट्रेन बा रेल जाए ताहाको तुमको डर लागुनी किंतु ट्रेन्स आर नॉइजी हुए फिर भी तुमको डर लागुनी आई प्रिफर शिप्स एंड द रिवर कि तुमको स्कूल जावाको डर लागुची बोली से कहूची कि नदी ताको कहूची जानवी नेवर न्यू द स्नेक लिव्ड इन द बम्बो क्लम्प व्हाट वर शिप्स सी आस्क ठीक अछि तो ताको एठी कहउची से नेवर न्यू द स्नेक लिव्ड इन द बम्बो क्लम्प तो जानवी जानी नथिला जे से बाउंस गछरे सांप भी रहंती तापर लिजर्ड माने भी एते ता माने ग्रुण्य होई पारंती सेति पे ताको डर लागुलो थिला किंतु एबे सुनला पर ताको टिकेरे डर लागुची तापर से पचारुची व्हाट आर शिप कोन बा बोट बा शिप जहाज एटा कोन बोली से पचारुची सी आस्क बिग बोट सेड द रिवर बहुत बड़ो जहाज बोली से कहले सो बिग that they can take hundreds of people and the sail along the sea with lights that shine all night कौन से शिप कौन बा जहाज कौन बोली कहला परे से कहूची सेटा बहुत बड़ो जहाज अटे जे कि हंड्रेड्स ऑफ पीपल शह शह लोक को एका संगे गोटे नाविक कौन करे along the sea बोले समुद्र भितर से लाइट्स जले की शाइन है कि नहीं जाए बोली करी से कहूची जहाज कौन करता एका संगे शह शह लोकों को मध्य समुद्र भितर एमती जहाज रे पारी करी थाई बोली से कहूची कि नदी एक कथा जाह्नवी को कहूची जाह्नवी हेल्ड हर ब्रीथ विल दे कम हियर सी आस्क से कहला से एठी के मध्य आसीबो की बोली से पचारिली आई एम अफ्रेड नॉट सेड द रिवर ना मोर कथा जानने too large you know Chandu's catamaran is good enough for me Chandu can take you to see a ship some day तापर देखो एठी कोन कहैछि देखो एठी कहैछि जे too large you know the Chandu catamaran देखो अगर एठी बुझिबा जानवी held her bill सेठी के एमती रही गला आ कहला while they come here she ask से कोन ए पाखकू आसीबो की कोन से बहुत बड़ो शिप टी ए पाखकू आसीबो की से कहला तापर से नदी कहूची आई एम
एफ्राइड नॉट मते डर लागेनी सॉरी मते डर लागुनी से एठिक आसिले भी टू लार्ज से बहुत बड़ होता है यू नो तमे जानिन जदि जानिछ चंदू को बेले चंदू पाखरे गोटे काटामारान बेले एटा गोटे प्रकार बोट रो नाम से तांको पाखरे अछि तमे जाइकी देखि नेबो गुड इनफ फॉर मी चंदू टेक टू यू टू सीव संडे तुमको से नहीं कि देखई देबो सेटा केते बड़ जे दे हैड नेवर लेट मी से माने मते केबे भी जीवाकू देबेनी बोली चिल्ले की कहूची वाइल्ड बेले चिल्लेइबा try going to school first said the river remember it's up to you कौन कहला प्रथमे तमे स्कूल को जीवाकू चेष्टा करो मने पकाओ मने रखो एटा तम हाथ रे केवल अछि जे तमे जीवो कि नाही के तमको बाध्य करिवे नाही बोली से नदीटी जाह्नवी को कहूची देखो आगरे आ कोन अछि देखिबा जाह्नवी गैदर्ड कोरेज जाह्नवी को टिके साहस आसीगला द नेक्स्ट डे सी रीच द स्कूल तापर ता पर दिन कोन कला से स्कूल को जाई पहुंचिला पेंटिंग्स एंड आवर out of the breath and stood by the door listening while the teacher read से गला आउ स्कूल रो बाहर जेमती पेंटिंग कराई थाए से पाखकु से जाई ठिया हे गला आउ टीचर कोन पढाउ छंती से ताहाको सुनिबारे लागिला आउट ऑफ द लेसन बाहरु से सुनिबारे लागिला इट वाज ए स्टोरी अबाउट ए प्रिंस कॉल्ड अशोक कोन पढाउ थांती से अशोक गोटे राजकुमार विषय से स्टोरी पढ़ाऊ थांती के शिक्षक हु बिकम ए ग्रेट किंग से परे परे कौन हला गोटे बहुत बड़ राजा बनीगला से कथा से पढ़ाऊ थांती लिटिल अपू हैड फॉलन एस्लीप ऑन हर शोल्डर ता सहित तार छोट भाई जाइथिला से तार शोल्डर रे ता कांध रे सेमती से सोई पड़ी थाए आ से सेठी ठिया हेई थाए she crept nearer and nearer till she was in the back row से धीरे धीरे स्कूल रो बा क्लासरूम पाखकू चली चली गला स्क्वाटिंग with the others and earthen floor स्क्वाटिंग मेरे देखो कना है bending her legs so that she sat with her bottom close to the ground से तार गोड़ को एमती टिके बेंड कला जेमती से तले बसी पारिबो with one others on the earthen floor तल माटीर फ्लोर रे बसिबा को सेमती गोड़ को टिके बंकेइला लिटिल अपू मेड नो नॉइज एंड सी लिसन तार से छोट भाई ता सहित जे अछि से किछि चित्कार करू नै बा किछि हो हला करू नै से आराम रे सुनुछि where did you spring from the little girl asked the teacher तमे केउठु आसीच बोली कही से सेतिर शिक्षक तांकु पचारिले एंड व्हाट इज योर नेम यू आर न्यू इन माय क्लास आ तमरो नाम कोन तमे मो क्लास रे नुआ अछ बोली शिक्षक तांकु पचारिले सी इज गोपी सिस्टर गोपी इज इन द नेक्स्ट क्लास सेड वन ऑफ द बॉय सेतिर गोटे पुओ कहिला जे से गोपीर भौणी अटे गोपी हमरो पर क्लास रे पढ़े बोली कि से पुओटी कहिला इट्स जाह्नवी सेड अनदर तापरे आउ जण कहिला तार ना हला जाह्नवी सो यू आर गोपीज लिटिल सिस्टर नाइस लेड गोपी तमे ताहेले गोपीर छोट भौणी अटे ठीक अछि किछि कथा नै बोली से शिक्षकटी कहिले देखो केमती से डरी डरी क्लासरूम के आसुछि if you really want to come to my school Jannavi the teacher had said we will talk to your father about it तमे जदी सतरे हम स्कूल रे पढिबा को चाहछो हम स्कूल आसीबा को चाहछो ताहेले मो कोन करबी तमरो बापा सहित कथा हेबी बोली टीचर कहिले डोंट यू वरी तमको कोनोसी
ଚିନ୍ତା କରିବାର ଦରକାର ନାହିଁ। वी विल फाइंड ए वे, आम गोटे रास्ता बाहर करदेवा जमीक तुम तुम स्कूल आसीपर। जाह्नवी saw the teacher walking up the step to their gate the next evening। तापर जाह्नवी देखिला जे से टीचर टी तार घरर गेट पाखरे आसिकी इवनिंग रे बा संध्या समय रे ठिया हेबार से देखिला। When she was lighting the lamp, जेतेबेले से लैंप जलेबाकू गला, she could see her father scratching his cheek the way the he did when he was worried। तापरे ता बापा को देखिले जे से कोन कहउछन तार गाल को एमती स्क्रैच करूछंती रांपुछंती आउ से ओरिडीबा दुखित थिबार बा टिके डरी जिबार ओरिड थिबार जना पडुछंती। द टीचर वाज नोडिंग एंड saying something she could not make out। मेक आउट बेले टू अंडरस्टैंड। तापर से टीचर तांको देखिकी जानी गले जे से कोन कहबाकू चाहुछंती। एंड तांकर मदर सेड लिटिल जाह्नवी आई शैल मिस यू व्हेन यू गो टू स्कूल। तापरे ता मदर कहले मु तुमको मिस करबी जेतेबेले तमे स्कूल को जीवो। गर्ल्स शुड लर्न एज मच एज दे वांट। तापरे सेतरे से शिक्षक मध्य कहउछंती गर्ल माने मध्य बा झियो माने मध्य पढिबा कथा से माने जेते पर्यंत चाहुछंती बोली शिक्षक कहले। व्हेन आई वाज योर एज आई वांटेड टू गो टू स्कूल बट योर ग्रैंडमदर सेड नो, बट नाउ आई एम ग्लैड टू द टीचर केम टू टॉक टू योर फादर। तार माँ कहले जे मु जेतेबेले तम बयसर थिली तमर नाना बा कोन कहंती तमर आई जे मो माँ मते स्कूल जीवाको देई नथिले, किंतु मु खुशी जे तमको नवा पाई बा तमको पाठ पढेबा पाई तमर शिक्षक निजे आसी तम बापा सहित कथा होचंती बोली एथे ता माँ तांको कहउछंती। ठीक अछि, तापरे आगरे कोन अछि देखिबा। तापरे एंड जाह्नवी सेड मदर व्हेन आई ग्रो अप, जेतेबेले मु बड़ हेबी आई विल बी ए टीचर। मु जेतेबेले बड़ हेबी मु बड़ हेले गोटे टीचर हेबी गोटे शिक्षक हेबी बोली जाह्नवी एठेरे कहउछि। तापरे आई विल गो फ्रॉम हाउस टू हाउस इन आवर विलेज एंड आस्क ऑल द लिटिल गर्ल्स टू कम टू इन माय स्कूल। मु कोन करबी जेतेबेले शिक्षक हेबी मु समस्त घर को जाई गोटे गोटे कर पचारि जीबी जे तमे स्कूल को आसी पाठ पढ़ बोली समस्त बालिका मानको झियो मानको गोटे गोटे की पचारिबी बोली कहउछि। एंड आई विल टीच देम ऑल दैट आई एम गोइंग टू लर्न। आ मु जहा सब सिखिबी ताहा को मु समस्त को सिखेबी सब झियो मानको सिखेबी बोली से जाह्नवी कहउछि। एंड शी went down in the path between the field the next morning before the school began to meet the river। तापर से तार परदिन कोन कला से तार फील्ड रो तरफ जो रास्ता जाईची सेतिरे जाईकी से रिवर को बा नदी को भेटिबा को गला जेतेबेले से स्कूल जीवा आगरो। आई डिड इट कोन कहला से आई डिड इट शी टोल्ड द रिवर। हाँ मु करिकी देखे देली मु स्कूल को जाईकी देखे देली बोली से रिवर को कहिला। आई वाज स्कैर्ड बट आई डिड इट, मते डर लागुथिला किंतु मु स्कूल को जाईकी देखे देली बोली से कहिला। एंड दे आर लेटिंग मी गो, आउ से माने मते विरोध कले नाही मते स्कूल रे बसिबा को देले। आई एम गोइंग टू लर्न टू राइट माय नेम एंड डू सम। कोन कली मु आई एम गोइंग टू लर्न मु कोन सिखिबा को जाईची एबे मु मो ना सिखिबा को जाउची ओ मु किछि सम बा एडिशन सिखिबा को जाउची। एंड आई एम गोइंग टू फाइंड आउट, आउ मु कोन सिखिबा को जाउची बे मु कोन सिखिबी गले फाइंड आउट व्हाई आवर लिटिल फिशेस छोटो
ମାଛ ମାନେ କ'ଣ ପାଇଁ ଦେयर ଇଜ୍ ଏ ରାଇସ୍ ଫିଲ୍ଡ ଟର୍ନ ଇଣ୍ଟୁ ଦ ଫ୍ରଗ୍। ସେ ଏ କଥା ଶିଖିବାକୁ ଏବେ ସ୍କୁଲକୁ ଯାଉଛି ବୋଲି ସେ କହୁଛି କାହାକୁ? ନଦୀକୁ। ସି ହର୍ଡ ଦ ରିଭର୍ସ ସ୍ଲିପି କକଲ୍ସ। ସେ କ'ଣ କହୁଛି? ସେ କ'ଣ ଶୁଣିଛି? ରିଭରର ସ୍ଲିପି କକଲ୍ସ ବା ତାହାର ସେ ନିଦ ଭରା ଟିକେ ଟିକେ ସେ କୁଲୁ କୁଲୁ ଶବ୍ଦ ଯେମିତି ଉପର ବହି ଆସୁଥାଏ ସେ ଶବ୍ଦକୁ ସେ ଶୁଣିଲା। ଆଉ କମ୍ ଆଗେନ୍ ଲିଟିଲ୍ ଗର୍ଲ କହୁଛି ଯେମିତି ତାହାକୁ ସେ ବୁଝିଗଲା। ଆଣ୍ଡ ଆଇ ୱିଲ୍ ଟେଲ୍ ୟୁ ଅଲ୍ ଆବାଉଟ୍ ଦ ଶିପ୍ସ ଦ୍ୟାଟ୍ ସେଲ୍ ଇନ୍ ଦ ସି। ତମେ ଆଉ ଥରେ ଆସ ଯେ ମୁଁ ତମକୁ କହିବି ଯେ କେମିତି କ'ଣ କରେ ଏତେ ବଡ଼ ବଡ଼ ସିପ୍ କେମିତି ନାଆ ବା ସିପ୍ କେମିତି ତେରିଥାଏ ବା ଏମିତି ପହଁରିଥାଏ ବଡ଼ ବଡ଼ ସମୁଦ୍ରରେ ତାହା ମୁଁ କହିବି। ଆଉ ଥରେ ତମେ ଆସ ବୋଲି କହୁଛି। ଅତି ସୁନ୍ଦର ଥିଲା ପାଠଟି କମଲା ନାୟକର ଲେଖିଛନ୍ତି ଅତି ସୁନ୍ଦର ଭାବରେ। ଏଇଟା କେଉଁଠୁ ଆସୁଛି? ଆଡାପ୍ଟେଡ୍ ଫ୍ରମ୍ ଦ ଡେ ଦ ରିଭର ସ୍ପୋକ୍। ଏଇଟା ବହୁତ ବଡ଼ ବହିଟିଏ ଅଛି। ଏଇଟାରୁ ଏଇଟା ଗୋଟେ ଛୋଟ ପାଠଟିଏ। ଆଶା କରୁଛି ଅତି ସହଜରେ ବୁଝିପାରିଥିବି। ଠିକ୍ ଅଛି। ଆପଣମାନେ ଆମ ଚ୍ୟାନେଲରୁ ପାଇପାରିବେ ସମ୍ପୂର୍ଣ୍ଣ ଓଡ଼ିଆ ମିଡ଼ିୟମର ନୂଆ ସିଲାବସ୍ ଅନୁଯାୟୀ ଗଣିତ, ବିଜ୍ଞାନ ଓ ଇଂରାଜୀର ପାଠର ଆଲୋଚନା ଓ ତାହାର ପ୍ରଶ୍ନୋତ୍ତର, ତା ସହିତ ଓଡ଼ିଆ ବ୍ୟାକରଣ, ଇଂରାଜୀ ବ୍ୟାକରଣ ଓ ଗଣିତ ଟ୍ରିକ୍। ଗୋଟିଏ ପରେ ଗୋଟିଏ ଭିଡ଼ିଓ ବ୍ୟାକ୍ ଟୁ ବ୍ୟାକ୍ ପାଇବା ପାଇଁ ଆମର ୟୁଟ୍ୟୁବ୍ ଚ୍ୟାନେଲ ଇଜି ଲର୍ଣ୍ଣିଂ ଓଡ଼ିଆକୁ ସବସ୍କ୍ରାଇବ୍ କରି ରଖନ୍ତୁ। ଯାହାଫଳରେ କ'ଣ ହେବ? ଯେତେ ଭିଡ଼ିଓ ସବୁ ଅପଲୋଡ଼ ହେବ ଆପଣଙ୍କ ପାଖରେ ସହଜରେ ପହଞ୍ଚିଯିବ। ଆମ ଭିଡ଼ିଓ ଭଲ ଲାଗୁଥିଲେ ଗୋଟେ ଲାଇକ୍ କରନ୍ତୁ, ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ ଓ ଆପଣଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ। ଓ ଯଦି ଆପଣ ଭିଡ଼ିଓର ପିଡ଼ିଏଫ୍ ପାଇବାକୁ ଚାହୁଁଛନ୍ତି ତାହେଲେ ଆମର ଟେଲିଗ୍ରାମ ଚ୍ୟାନେଲ ଇଜି ଲର୍ଣ୍ଣିଂ ଓଡ଼ିଆକୁ ମଧ୍ୟ ଜଏନ୍ ହେଇକି ରହନ୍ତୁ।